ସେ ସ୍ୱାମୀ ବାହା କରିଥିଲା ଆଚ୍ଛା ଶୁଣ ବାବୁ
ସ୍ୱାମୀ କି ପ୍ରହାର କରେ ତମେ ଏଭଳିଆ କଥା କହୁଛ କେତେ ଭକ୍ତି ସୁନ୍ଦରତା ଭିତରେ ଦେଖ ମା ମାନେ ଦେଖ ମୋ ଜୀବନରେ ମୁଁ ଅନେକ ସ୍ୱାମୀ ଦେଖିଛି ହେଲେ ମୋ ସ୍ୱାମୀ ଭଳିଆ ସ୍ୱାମୀ କାହିଁ ମୋ ଜୀବନରେ ଅନେକ ସ୍ୱାମୀ ମୁଁ ଦେଖିଛି ହଁ କିନ୍ତୁ ମୋ ସ୍ୱାମୀ ଭଳିଆ ସ୍ୱାମୀ ନାହିଁ ମୋ ସ୍ୱାମୀ ଭଳିଆ କିଏ ହବ ମୋର ପବିତ୍ର କେତେ ଜଣ ସ୍ୱାମୀ ଥିଲେ କଣ ମୋ ଜୀବନରେ ଅନେକ ସ୍ୱାମୀ ମୁଁ ଦେଖିଛି ତମ ସ୍ୱାମୀ ହେଲେ, ତମେ କଣ ଖରାପ ଭାବିଲ ହେଁ, ମୁଁ ଅନ୍ୟ ମା ମାନଙ୍କର ସ୍ୱାମୀ କି ଦେଖିଛି ହଁ ହେଲେ ମୋ ସ୍ୱାମୀ ଭଳିଆ ଏମିତି କିଏ ହବ ଆଜ୍ଞା କହିବା ବାଗ ପାଇଗଲାଣି ଆଉ। ତମେ ବଢିଆ କଥା କହୁଛ ନା କହିବା ବାଗ ପାଇଗଲାଣି କାରଣ ଅନ୍ୟ ମା ମାନଙ୍କର ସ୍ୱାମୀ ମୁଁ ଦେଖିଛି ହେଲେ ମୋ ସ୍ୱାମୀ ଦେଖିଲ ଏ, ମଙ୍ଗଳବାରୀ, ସ୍ୱାମୀ ଆମ ଏ ଲଙ୍କା ପରେ ହଁ ମୋଠୁ ବଳିକି ଆଉ ସୁନ୍ଦର କିଏ ଅଛି ମଙ୍ଗଳବାରୀ, ମୁଁ ଜାଣିଛି ତୋର ମତେ କେତେ ଭଲ ପାଅ ଆଜ୍ଞା ସେଇଥିପାଇଁ ମୋତେ ଆସିଲ ସ୍ୱାମୀ ଆଉ ଆମ ଲଙ୍କାପୁରରେ ତମଠୁ ଆହୁରି ସୁନ୍ଦର ଅଛନ୍ତି କିଏ ସେ? ଆମ ସୁପର ସ୍ୱାମୀ ଆମ ସୁପର ସ୍ୱାମୀ କଣ ଆମ ସୁପର ସ୍ୱାମୀ କଣ? ତମେ ବୁଝିପାରୁନି ଆ, ମୋ ନଣନ୍ଦ ସୁପର ଖାଏ ସ୍ୱାମୀ ବିଦ୍ୟୁତ ଚୁହା ଶ୍ରଦ୍ଧାଶ୍ର ନାଁ ବଦଳେଇକି ହେଲା ବିଦ୍ୟୁତ ଚୁହାନରେ ବାହାଘର କରେଇଲେ। ଆଜ୍ଞା ଆଜ୍ଞା ଶ୍ରଦ୍ଧାଶ୍ର ହେଲା ବିଦ୍ୟୁତ ଚୁହା। ତେଣୁ ଏଇଠି କହୁଛି ଯେ ବିଦ୍ୟୁତ ଚୁହା ତମଠୁ ଆହୁରି ସୁନ୍ଦର। ଏ ସ୍ୱାମୀ ସେଥିରେ ହସି ଦିଅନ୍ତି ହଁ, ଖାଲି ମୁଁ ଟୁକାଗୁଡ଼ାକ ଝରି ପଡୁଛି ମୋ ମନ ତ କୁଆଡ଼ୁ ତିରି ତିରି ହେଇଯାଏ ଚାଲ, 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 ବସ। ଏମା କ'ଣ ଭାବିଲେ କିଲା ନାଇଁ, କିଛି ଭାବନି। ମୁଁ ତାଙ୍କର ତ କଥା ନାହିଁ କୌଣସି କଥା ନାହିଁ ଖରାପ ସମ୍ପର୍କ ବସ। ଆପଣ ମୁଣ୍ଡକୁ ସେଇଟା ଠେକା। କହିଲା, ଆରେ ମୁଁ ତ ଭୟ କରୁଛି ଶ୍ରଦ୍ଧାଶ୍ରକୁ ଯାହା ନାଁ ଦେଇଛି ବିଦ୍ୟୁତ ଚୁହା। ଇଏ ମଙ୍ଗଳରେ କଣ କହୁଛି ସେ ମୋ ଆହୁରି ସୁନ୍ଦର ବୋଲି। ଆଜ୍ଞା ଦରକାର ପଡ଼ିଲେ ମୁଁ ସୌର ବିଜୟ କରି କୁଆଡ଼େ ଯୁଦ୍ଧକୁ ଯାଇଥିଲି ମଙ୍ଗଳରେ ବିଷୟ କହିଲେ ମୁଁ ତ କିଛି କରିବା ନାହିଁ କାରଣ ମୁଁ ଭୟ କରୁଛି ତେଣୁ ବିଚାର କଲା ବିଦ୍ୟୁତ ଚୁହା ଡାକିଲା ସତ୍ୟ କରିଛି ଆଜ୍ଞା ମୁଁ ଯାହା କହିବୁ ତାହା ମାନିବୁ ଆଜ୍ଞା ସଙ୍ଗେ ସଙ୍ଗେ ହଳାହଳ ବିଷ ପାଇଲା ଭାଇ ହଳାହଳ ବିଷ ଦଉଛି ତୁ ପି ବାପା ଏ ବା ଚାରି ଯୁଗରେ ଚାରି ଜଣ ହଳାହଳ ବିଷ ପିଇଲେ ଆଜ୍ଞା ଆଜ୍ଞା କିନ୍ତୁ କେହି ମରିନାହାନ୍ତି ଆପଣ ବିଶ୍ୱାସ ଦିଲେ ମିଳୁନି ଆରେ ପୁଅ ଆଜ୍ଞା ସତ୍ୟ ଯୁଗରେ ଭଗବାନ ଶିବ ବିଷ ପିଇଲେ ହଳାହଳ ବିଷ ଆଜ୍ଞା ଜ୍ଞାନୀ ବାବା ମାନେ ସମୁଦ୍ର ମନ୍ଥନ ବିଷ ବାହାରିଲା ଶିବ ବିଷ ପିଇଲେ ବୋଲେ କି ତ୍ରେତା ଯୁଗରେ ଆପଣ ଏଇଠି ହଳାହଳ ବିଷ ଆଜ୍ଞା ଆଜ୍ଞା ବିଦ୍ୟୁତ ଚୁହା ମାରିବାକୁ ଆଜ୍ଞା ବିଦ୍ୟୁତ ଚୁହା ଓମରେ କ୍ଷତି ହେଲା ନାହିଁ ହଳାହଳ ବିଷ ପିଇଲା କ୍ଷତି ହେଲା ନାହିଁ ଆଜ୍ଞା ଦ୍ୱାପର ଯୁଗରେ ସାଧନ ହଳାହଳ ବିଷ ପିଇଛି ଆଜ୍ଞା ତାର କ୍ଷତି ହେଇଛି ଦ୍ୱାପର ଯୁଗରେ କିଏ ସେ କିଏ ତାরা ভীমকে সর্বতে যত্নমুহে অধিকারী যে বিষ খাইলা তাকে নেকি ধরে পড়ি থাকা তাকে পতি নেই থাকা সে বলে থাকা এ যেখানে চেষ্টা সুন্দর উপর ভিন্ন পড়লা বসে অর্থাৎ এই সব জানিছি যে যমুনা বলে বসাই গেলে আরে সব ভিন্ন ওরা আমাদের হচ্ছে আয়া ভিন্ন বসারে আয়া আকারা পুরো বলা বেলায় কোনা শুরু না
ପରେ ଏ ସ୍ଥାପନ ବିଷ ଏବଂ ଜନ୍ମ ବିଷ ପ୍ରକୃତରେ ଲଢ଼େଇ ହେଲା ସେ ବିଷ ଜ୍ୱାଳାରେ ସର୍ପିମାନଙ୍କ ବିଷ ଜ୍ୱାଳାରେ ବଞ୍ଚିଥିଲା ଶୋଷ ହଉଥିଲା ଆଜ୍ଞା ଶୋଷ ହଉଥିଲା ଭୀମକୁ ନାଗରାଜା ଦେଖାଇ ଦେବେ ଏକା ନିଶ୍ୱାସରେ ଆଜ୍ଞା ଭୀମ ଗୋଟେ ଗୋଟେ ଅମୃତ କୁଣ୍ଡକୁ ପିଇଲା ଗୋଟେ ଅମୃତ କୁଣ୍ଡ ପିଇଲା 100 ହାତ ଏକାଥରେ ପାଇଲା ପାତାଳରେ ବିଷ ଖାଇଲା ଭୀମକୁ ବଞ୍ଚିଲା କଣ ବାପା ମୂଷାର ବୁଲେଇଛି କି ମୂଷା ଆପଣ ହଉଛନ୍ତି ଆଗ ଧାରରେ ଦର୍ଶକ ଆପଣମାନେ ଅଛନ୍ତି ମାନେ ପାଲା ବଞ୍ଚିଛି ଆପଣମାନଙ୍କ ବାପା ଆଜି ଯାହା ହଉ ମୁଁ ସାଧୁବାଦ ଜଣାଉଛି କୃତଜ୍ଞତା ଜଣାଉଛି ଏ ପରମ୍ପରା ଅନୁଷ୍ଠାନ ପରମ୍ପରା ମୁଁ ନିଜ ଭାଇକି ସ୍ୱାଗତ କରୁଛି ପରମ୍ପରା ସ୍ୱାଗତ କରୁଛି କାହିଁକି ଦେଖନ୍ତୁ ଯୁବପିଢ଼ି ଭାଇମାନେ କେତେ ସଂଖ୍ୟାରେ ବସନ୍ତି ଏବା ଆଜ୍ଞା ଯୁବକ ସମସ୍ତ ହଲ ଯିବା ମୁଁ ବାହାରେ ତିନି ଯୁଗରେ ବିଷ ଖାଇଲେ ବଳେନି କଳି ଯୁଗରେ ବିଷ ଖାଇଲା ତମ ଗାଁ ଗୋଟେ ଚିଡ଼ିଆଖାନା ସବୁ ତାଙ୍କ अरे पुराने लोग का विवाह कथा छी आवे आगे आगे सुनो अरे कोन बात कहछो न कोन ताकू मते सार न मते सार मते मते दे हां सार सार सब भी आगे कहलो दियो पत्नी अन्नपूर्णा चिठी लिखिदेलु खाइए करे स्वामी से हलाल विष अच्छी ताकू तुम खाओ आज्ञा खाइब आज्ञा मगरा पे भोर पांती आज्ञा बाबा मगरा आज्ञा सेती की बेलू बाबा तुलसी पत्र पके जगन्नाथ पाखे नैवेद्य समिला जगन्नाथ पाखे नैवेद्य समिलानी सेती गयो आज्ञा रघुवर दिलो हा काम दिलो जगन्नाथ पगे लागे किछि काम नाही बाटी कर सकियो नहीं तेरे जगन्नाथ नैवेद्य बैसाले रे खेलो आज्ञा आज्ञा से चिट्ठी लिखा है स्वामी तेरे बाहर सौखी अपना दो काम नहीं नहीं काम करे रघुवर तेरे मुझको का जगह करिया तुम सब देखी अमृत पूंजी की कहानी
ଜାଣିବା କଣ ଯଦି ଆପଣ ନଜିଥିଲା ତାହେଲେ ଭଲ ରହିଲା ଆମର ପ୍ରତି ଦିନେ ଅମରଣ୍ୟ ରାଜା ବଶିଷ୍ଠଙ୍କୁ ରାଜ୍ୟ ବାହାର ଦେଇ ଆଜ୍ଞା ବାନପ୍ରସ୍ଥ ହେବା ପାଇଁ ଚାଲିଲେ ବାଃ ବାପା ଜଙ୍ଗଲରେ ଗୋଟିଏ ଜାଗାରେ ସେ ବସିଛନ୍ତି ଆଜ୍ଞା ବାନପ୍ରସ୍ଥ ହେବା ପାଇଁ ଅଖିଳ ଆଜ୍ଞା ରାଣୀ ବିଚକ୍ଷଣା ସାଙ୍ଗରେ ଯାଇଛନ୍ତି ବାସ୍ ବିଚକ୍ଷଣା ରାଣୀ ସଙ୍ଗତ ଯାଇଛନ୍ତି ହେରା ହେରା ହେଲେ ଅନରଣ୍ୟ ରାଜା ଯୋଉ ଗଛ ମୂଳେ ବାପା ବସିଛନ୍ତି ସେଇ ବାଟେ ପୁଷ୍ପ କରିବାର ନେଇ ଆପଣ ଯାଉଥିଲେ ଅନରଣ୍ୟ ରାଜା ବସିଛନ୍ତି ଆଜ୍ଞା ଆଜ୍ଞା ପୁରା 100 ଥର ଆକ୍ରମଣ କରି ଅଯୋଧ୍ୟାକୁ ପାରୁଛନ୍ତି ଆଜି ରାଜା ବାନପ୍ରସ୍ଥ ହେଇଛି ଏ ଗଛ ମୂଳେ ବସି ଆଜି ଏଇ ରାଜାକୁ ମାରିବ ପୁଷ୍ପ ପ୍ରଦାନ ଓହ୍ଲେଇଲା ଆଜ୍ଞା ଶାନ୍ତ ଖଡ଼କୁ ବାପା ଧରିଲା ଆଜ୍ଞା ତେବେ ଅନରଣ୍ୟରେ ମୁଁ ମାରିବା ପାଇଁ ଯାଏ ଅନରଣ୍ୟ ରାଜା କହିଲେ କହିଲେ ରାବଣ ଗୋଟେ କଥା ମନେ ରଖେ ହଁ ସ୍ୱଭାବ ପ୍ରକାର କଥା ଦେଖେ ଗୋଟେ ନିରସ୍ତ୍ରୀ ଆଜ୍ଞା ଯା ପାଖରେ ଅସ୍ତ୍ର ନଥିବ ଠିକ୍ ନିଦ୍ରିତରେ ଶୋଇଥିବ ଶୋଇଥିବ ଅବଳା ଘରେ ନାରୀ ନାରୀ ସେମାନେ ନାରୀମାନେ ଯଦି ନାରୀମାନେ ବଦଳରେ ଥାନ୍ତେ ଆଜ୍ଞା ହୁଏତ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ଜିତି ପାରିନଥାନ୍ତେ ଆଜ୍ଞା ଆଜ୍ଞା ମୁଁ ଖାଲି ଆଉ ଦେଖିବାକୁ ଚାହୁଁନି ମୁଁ ଜାଣିଲିଣି ମୁଖମଣ୍ଡଳ ଆବାସ ଜବରଦସ୍ତି ଆରମ୍ଭ ରଖେଇଲି ମୁଁ କ୍ଷମା ଅଛି ଭାଇ ମୋ ଭାଇ ଭାଇ କଷ୍ଟ ଆଜ୍ଞା ଭଲ ମନ୍ଦ କଥା ଅଛି ମୁଁ ଭାଇକୁ ଜବରଦସ୍ତି ବସେଇ ଦେଲି ଯେ ମୁଁ ଏଥିପାଇଁ କ୍ଷମା ଅଛି ଓଡ଼ିଶାର ପରମ୍ପରା ମାନ ଆପଣମାନେ ରକ୍ଷା କରନ୍ତୁ ଭଲ ଲାଗୁଛି ବାବା ହଁ ଭାଇ ଓଡ଼ିଶାର ତ ଦିଗ୍ଗଜ ଗାୟକ ଆପଣ ଜ୍ଞାନୀ ମୁନି ଗାୟକ ଆପଣଙ୍କ ସାଥ ହଁ ଭାଇ ମୋ ଭାଇକି ଭଗବାନ ଆମକୁ ଆଉ 10 ବର୍ଷ ଆୟୁଷ ନେଇକି ମୋ ଭାଇକୁ ଆୟୁଷରେ ପ୍ରଭୁ ଯୋଡ଼ି ଦିଅନ୍ତୁ ଏମିତି ବସି ସେ ପାଲା ଗାଉଥାନ୍ତୁ ତାଙ୍କ ସାଙ୍ଗରେ ଉଣା ଦିଲେ ମୁଁ ଗୁଡ଼େ ପାଲା ଗାଇଛି ଆଜ୍ଞା ଆଜ୍ଞା ହଁ ଯାଉ ସାରେ ହ୍ୟାଲୋ ସାରେ ଅବଳା